ମୁଁ ଦେଖୁଛି ବେଳେବେଳେ ମିଡ଼ିଆ ମଧ୍ୟ ତାଙ୍କର ସ୍ତରରୁ ଟିକେ ଉପରକୁ ଯାଇକରି ବିଭିନ୍ନ ଅଶାଳୀନ ଶବ୍ଦପଦ ବ୍ୟବହାର କରୁଛନ୍ତି। ସେଥିରେ ମଧ୍ୟ ମିଡ଼ିଆ ମଧ୍ୟ ନିଜକୁ ଟିକେ ତାଙ୍କ ବ୍ୟବହାର ଆଚରଣ ଉଚ୍ଚାରଣରେ ସଂଶୋଧନ ଦରକାର, ନହେଲେ ଜନସାଧାରଣ ସମାଜ କ୍ଷମା ଦେବନି। କିନ୍ତୁ ମୋ ଉପରେ କୌଣସି ଚାପ ନାହିଁ, ବି କେବେ ନଥିଲା। ଆମେ ଜଣେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କର ଜଣେ ଜଣେ ଶୃଙ୍ଖଳିତ ସୈନିକ। ଯେତେବେଳେ ଯେଉଁ କାର୍ଯ୍ୟ ସାର୍ ଦେଇଛନ୍ତି ସେ କାର୍ଯ୍ୟ ମୁଁ ଅତ୍ୟନ୍ତ ସୁଚାରୁ ରୂପେ କରିଛି। ମୋତେ ନୂଆ ଦାୟିତ୍ୱ ମିଳିଲା, ମୁଁ ଦାୟିତ୍ୱ କରିବି। ଦାୟିତ୍ୱରେ କୌଣସି ଅବହେଳା କରିବାର ପ୍ରଶ୍ନ ଉଠୁନି, ବି ଆଗରୁ ପୂର୍ବରୁ କେବେ କରିନାହିଁ। 23 ବର୍ଷ ତଳେ ଯେତେବେଳେ ସାମ୍ବାଦିକତା କରୁଥିଲୁ, ଆଜିକା ସାମ୍ବାଦିକତା ସେବର ସାମ୍ବାଦିକ ଭିତରେ ବହୁତ ଆକାଶ ପାତାଳ ପ୍ରଭେଦ ଥିଲା। ଏବେ ବହୁତ ଦୁଃଖ ଲାଗୁଛି ଯେ ବହୁତ ମିଛ, ବହୁତ ଉଡ଼ା ଖବର ପ୍ରକାଶିତ କରାଯାଉଛି ସୋସିଆଲ ମିଡ଼ିଆ। ଗୋଟେ ସେତେବେଳେ ସୋସିଆଲ ମିଡ଼ିଆ ଏତେ ଏଇଭଳି ନଥିଲା, ସେଇଥିପାଇଁ ଲୋକ ଆସ୍ତେ ଆସ୍ତେ ସୋସିଆଲ ମିଡ଼ିଆରୁ ଦୂରେଇ ବି ଗଲେଣି। ଆପଣ ବିଜେପି କଥା କହିଲେ ସେମାନଙ୍କର ଅଭଦ୍ରଚିତ ବ୍ୟବହାର କରେ, ମିଡ଼ିଆ ମଧ୍ୟ ତାଙ୍କ ଶବ୍ଦରେ ମଧ୍ୟ ଶାଳୀନତା ରକ୍ଷା କରିବା ଉଚିତ। ସାର୍ ପ୍ରଥମତଃ ଦଳ ଗୋଟେ ଆଉ ଥରେ ପୁଣି ଥରେ ଗୋଟେ ବଡ଼ ଦାୟିତ୍ୱକୁ ନିଷ୍ପତ୍ତି ଦେଇଛନ୍ତି। ବର୍ତ୍ତମାନ ରାଜ୍ୟସଭାରେ ସଂଖ୍ୟା କମ୍ କିନ୍ତୁ ଦାୟିତ୍ୱ ବେଶୀ, କେମିତି ତୁଲେଇବେ? ଦେଖନ୍ତୁ, ପ୍ରଥମେ ମୁଁ ମୋ ନେତାଙ୍କୁ ଧନ୍ୟବାଦ ଦେବି। ମୋତେ ଗୋଟେ ଆଜି ଗୁରୁ ଦାୟିତ୍ୱ ସେ ଆଜି ଅର୍ପଣ କରିଛନ୍ତି। ସଂଖ୍ୟା କମ୍ ନୁହଁ, ସଂଖ୍ୟାରେ କି ଆମେ ବିଷୟ, ତେଣୁ ଯେତିକି ବି ସଂଖ୍ୟା ଅଛନ୍ତି, ଆପଣ 6 ଜଣ ସାଂସଦ ଆମେ ଅଛୁ। ଯେଉଁ ଦାୟିତ୍ୱ ମୋର ନେତା ମୋତେ ନିର୍ବାହ କରିବା ପାଇଁ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେ ଦାୟିତ୍ୱକୁ କିଭଳି ସୁଚାରୁ ରୂପେ ନିର୍ବାହ କରିବି, ସେଥିପାଇଁ ମୁଁ ନିଶ୍ଚିତ ଭାବରେ ଚେଷ୍ଟା କରିବି। ଆଗରୁ ଆପଣ ଦେଖିଥିବେ ମୁଁ ଦଳର ଫ୍ଲୋ ଲିଡର ମଧ୍ୟ ଥିଲି ପାର୍ଲାମେଣ୍ଟରେ। ସେତେବେଳେ ମଧ୍ୟ ମୋର ଚେଷ୍ଟା କରିଛି ମୋ ଦାୟିତ୍ୱ ନିର୍ବାହ କରିବା ପାଇଁ। ଏବେ ଅଧିକ ଗୁରୁ ଦାୟିତ୍ୱ ମିଳିଛି, ସେ ଗୁରୁ ଦାୟିତ୍ୱକୁ ମଧ୍ୟ ମୋର ନେତାଙ୍କ ଆଶୀର୍ବାଦ ତା ସହିତ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ସେ ନିଶ୍ଚିତ ଭାବରେ ସୁରୁଖୁରୁରେ ତୁଲାଇବା ପାଇଁ ଚେଷ୍ଟା କରିବି। କେମିତି ସାର୍ ଲଢ଼େଇ କରିବେ ଆପଣଙ୍କର ଏତେ ଶାଣିତ ସ୍ୱରରେ, ଏ ଯେଉଁ ବିଜେପି ଏଗନେଷ୍ଟରେ ସେ ଶାଣିତ ସ୍ୱରରେ ସେତିକି ପ୍ରଭାବିତ କରିପାରିବେ? ଆପଣମାନେ କ୍ୱେଶ୍ଚିନ୍ କରୁଛନ୍ତି, ଯେଉଁ କରୁଛନ୍ତି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ବିଜେପିର 20 ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହେଇଛନ୍ତି, ଆମେ ମାତ୍ର 6 ଜଣ ଅଛୁ କି 7 ଜଣ ଥିଲୁ। ଆପଣ ଗତ 2 ବର୍ଷ ଭିତରେ ଆପଣ ଯଦି ପାର୍ଲାମେଣ୍ଟର ହିଷ୍ଟ୍ରି ଆପଣ ଚେକ୍ କରନ୍ତୁ, ବୁଲେଟିନ୍ ଚେକ୍ କରନ୍ତୁ, ତାଙ୍କର ଯେ ଅଧିକ ପ୍ରଶ୍ନ କେଉଁମାନେ ଶାଣିତ ଢଙ୍ଗରେ କିଏ ଉଠେଇଛି। ଆମେ ସଂଖ୍ୟା କମ୍ ହେଲେ ମଧ୍ୟ ଆମର ଅତ୍ୟନ୍ତ ଶାଣିତ ଭାବରେ ଆମ ସ୍ୱର ଉଠେଇଛୁ, କିନ୍ତୁ 20 ଜଣ ସାଂସଦ ଥାଇକି ମଧ୍ୟ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି, ଆପଣମାନେ ଦେଖିବେ। ତେଣୁ ଆମେ ଯେମିତି ସଂସଦ ମାନେ ଶାଣିତ ଭାବରେ କଲେ, ଏବେ ଆହୁରି ଅଧିକ ଶାଣିତ କରିବୁ ଆମ ସ୍ୱରକୁ। କିନ୍ତୁ ସଂସଦର ଗାରିମାଠୁ ନେଇକି ବିଭିନ୍ନ ପ୍ରକାର ଜିନିଷରେ ପରିବର୍ତ୍ତନ ଆସିଛି, ଅତ୍ୟନ୍ତ ନିମ୍ନ ସ୍ତରକୁ ମଧ୍ୟ କଥାବାର୍ତ୍ତା ହେଲା ଭଳିଆ ସେଇଭଳିଆ ଆଲୋଚନା ହେଉଛି। ତା ଭିତରେ ଆପଣଙ୍କର ଏ ଭଏସ ନିହାତି ଗୋଟେ ବଡ଼ ଆୱାଜ ଦରକାର। ଦେଖନ୍ତୁ, ମୋ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆଚରଣ ଉଚ୍ଚାରଣ ସମ୍ପର୍କରେ ଏବଂ ତାଙ୍କର ବ୍ୟକ୍ତିତ୍ୱ ସମ୍ପର୍କରେ ଆପଣମାନେ ସମସ୍ତେ ଜାଣିଛନ୍ତି। ସେଥିପାଇଁ ସମଗ୍ର ଓଡ଼ିଶାବାସୀ ଦୀର୍ଘ 24 ବର୍ଷ ଧରି ଏ ଦାୟିତ୍ୱ ତାଙ୍କୁ ଦେଇଥିଲେ, ମୁଖ୍ୟମନ୍ତ୍ରୀ ଭାବରେ ସରକାର ଗଠନ କରିବା ଦାୟିତ୍ୱ ଦେଇଥିଲେ। ତେଣୁ ଏ ଯେଉଁ ଆପଣ ବ୍ୟବହାର କଥା କହୁଛନ୍ତି, ଆମ ନେତାଙ୍କଠୁ ଆମେ ଶିଖିଛୁ କାହା ବ୍ୟବହାର କେମିତି କରାଯାଏ ଏବଂ ଅତ୍ୟନ୍ତ ଭଦ୍ର ଭାବରେ, ଅତ୍ୟନ୍ତ ଭଲ ଶବ୍ଦରେ ଏବଂ ଶାଣିତ ଶବ୍ଦରେ କେମିତି ବିଭିନ୍ନ ଇସ୍ୟୁକୁ ପାର୍ଲାମେଣ୍ଟରେ ଉଠାଯିବ, ସେ ସମ୍ପର୍କରେ ଆମକୁ ସାର୍ ଶିଖେଇଛନ୍ତି। ଆମେ ସେଇଟା ଶିଖିଛୁ, ଆଗରୁ ଉଠେଇଛୁ ଏବଂ ଆଗକୁ ମଧ୍ୟ ଉଠେଇବୁ। କିନ୍ତୁ ଆପଣଙ୍କ ଅପୋଜିଟରେ ଯେଉଁମାନେ ରହୁଛନ୍ତି ସେମାନେ ତ ଭଦ୍ରାମୀ ଶିଖୁନାହାନ୍ତି, ତାଙ୍କୁ ଭଦ୍ରାମୀ ଦେଖେଇଲେ ସେମାନେ କ'ଣ ଭଦ୍ରାମୀ କଥା ବୁଝିପାରିବେ? ଶୁଣନ୍ତୁ, ଆପଣଙ୍କର ଯେଉଁମାନେ ଅଭଦ୍ରାମୀ କରିବେ ତାଙ୍କ ଅଭଦ୍ରାମୀ ତାଙ୍କ ରାସ୍ତାରେ, କିନ୍ତୁ ତା ବୋଲି ଆମେ ଅଭଦ୍ରାମୀ କି ଯିବୁ, ସେଇଟା ଭୁଲ ହବ। ଆମେ ସଦାବେଳେ ଭଦ୍ର ଥିଲୁ, ଭଦ୍ର ବ୍ୟବହାର ମଧ୍ୟ। ରିଜର୍ଭେସନ ଯୋଉଟା କି ନବୀନଜୀ ପୂର୍ବରୁ କରିସାରିଥିଲେ, ମହିଳା ରିଜର୍ଭେସନ, କିନ୍ତୁ ଏବେ ସେଟା ମାନେ କରିବାଟା ଦେଖନ୍ତୁ, ମହିଳା ରିଜର୍ଭେସନ ବିଲ୍ 2000 ମହିଳା ଆରକ୍ଷଣ ବିଲ୍ 2023ରୁ ଅଲରେଡ଼ି ସଂସଦର ଉଭୟ ସଦନରେ ପାରିତ ହେଇସାରିଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାର ସେଥିରେ କେତେଟା ଆମେଣ୍ଡମେଣ୍ଟ ଆଣୁଛନ୍ତି, କେତେଟା ଚେଞ୍ଜେସ୍ ଆଣୁଛନ୍ତି। ସେଥିପାଇଁ ଗୋଟେ ସ୍ୱତନ୍ତ୍ର ଅଧିବେଶନ ରଖାହେଇଛି। ତା ସହିତ ମୁଁ ଶୁଣୁଛି ଡିଲିମିଟେସନ ଉପରେ ମଧ୍ୟ କରାଯିବ। ତେଣୁ ସେ ସମ୍ପର୍କରେ ମାନ୍ୟବର ମୋର ନେତାଙ୍କର ଯାହା ନିର୍ଦ୍ଦେଶ ରହିବ, ସେ ଅନୁଯାୟୀ ଆମ ଦଳ ନିଷ୍ପତ୍ତି ନେବ। ସାର୍, ବିଜେପି ଗୋଟେ ସବୁବେଳେ ଚାପ ପ୍ରୟୋଗ କରିବାର ବିଭିନ୍ନ ପ୍ରକ୍ରିୟା ଆପଣାଉଛି। ତେଣୁ କରିକି ଯେତେବେଳେ ଆପଣ ଏବେ ବର୍ତ୍ତମାନ ଲିଡର ହେଇଛନ୍ତି, ନିହାତି ଭାବରେ ଆପଣଙ୍କ ଉପରକୁ ବିଜେପି ଗୋଟେ ବଡ଼ ଚାପ ପକେଇବା କିମ୍ବା ଆପଣଙ୍କୁ ଚାପର ବଶୀଭୂତ କରିକି ଯେମିତି ଦଳ ବିପକ୍ଷରେ କହିବା ଭଳିଆ ବିଜେଡି ବିପକ୍ଷରେ, ସେଥିପାଇଁ ଗୋଟେ ଚାପ। ଦେଖନ୍ତୁ, ମୋ ଉପରେ କୌଣସି ଚାପ ନାହିଁ।
ବି କେବେ ନଥିଲା। ଆମେ ଜଣେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କର ଜଣେ ଜଣେ ଶୃଙ୍ଖଳିତ ସୈନିକ। ତେଣୁ ଚାପ ମୋ ପାଖରେ ଆଦୌ କାମ କରେନି କି କରିନାହିଁ। କେବେ ଆପଣମାନେ ସଦାବେଳେ ଦେଖିଛନ୍ତି ମୋତେ ଯେତିକି ଯେଉଁ କାମ ପାଇଁ ନିର୍ଦ୍ଦେଶ ମିଳିଛି, ଯେତେବେଳେ ଯେଉଁ କାର୍ଯ୍ୟ ସାର୍ ଦେଇଛନ୍ତି ସେ କାର୍ଯ୍ୟ ମୁଁ ଅତ୍ୟନ୍ତ ସୁଚାରୁ ରୂପେ କରିଛି। ମୋତେ ନୂଆ ଦାୟିତ୍ୱ ମିଳିଲା, ମୁଁ ଦାୟିତ୍ୱରେ କରିବି। ଦାୟିତ୍ୱରେ କୌଣସି ଅବହେଳା କରିବାର ପ୍ରଶ୍ନ ଉଠୁନି ବି, ଆଗରୁ ପୂର୍ବରୁ କେବେ କରିନାହିଁ। ବର୍ତ୍ତମାନ ବିଧାୟକ ନିଜ ଘର ପଛେ କୋଟି କୋଟି ଟଙ୍କାର କ୍ୱାର୍ଟର ସଜାଡ଼ା ହଉ, କିନ୍ତୁ ପର ଘରଟାକୁ ଉପରେ ବିଜେପିର ଗୋଟେ ଖାସ ଲକ୍ଷ୍ୟ, ଆଉ ସେଥିପାଇଁ ଗଣମାଧ୍ୟମକୁ ପୁରାପୁରି ଫୁଲ ଭାବରେ ବର୍ତ୍ତମାନ ନିୟୋଜିତ କରାଯାଉଛି। ଦେଖନ୍ତୁ, ଗୋଟେ ଜିନିଷ ହେଉଛି, ଆପଣମାନେ ଜାଣିଛନ୍ତି ମୁଁ ମଧ୍ୟ ସାମ୍ବାଦିକତାରୁ ରାଜନୀତିକୁ ଆସିଛି। ଦୀର୍ଘ ବର୍ଷ ଧରିକି ମୁଁ ସାମ୍ବାଦିକ କ୍ଷେତ୍ରରେ ଥିଲି। ତେଣୁ ଆପଣମାନେ ସାମ୍ବାଦିକ ମାନେ ମଧ୍ୟ ଅତ୍ୟଧିକ ଯତ୍ନଶୀଳ ଟିକେ ଅଧିକା ହେବା ଉଚିତ, ଆଉ ସତ୍ୟ ଆଧାରିତ ସମ୍ବାଦ ପରିବେଷଣ ମଧ୍ୟ କରିବା ଉଚିତ। ଆମେ ଯେତେବେଳେ 25 ବର୍ଷ ତଳେ 27 ବର୍ଷ ତଳେ ବା 23 ବର୍ଷ ତଳେ ଯେତେବେଳେ ସାମ୍ବାଦିକତା କରୁଥିଲୁ, ଆଜିକା ସାମ୍ବାଦିକତା ସେବର ସାମ୍ବାଦିକ ଭିତରେ ବହୁତ ଆକାଶ ପାତାଳ ପ୍ରଭେଦ ଥିଲା। ଏବେ ବହୁତ ଦୁଃଖ ଲାଗୁଛି ଯେ ବହୁତ ମିଛ, ବହୁତ ଉଡ଼ା ଖବର ପ୍ରକାଶିତ କରାଯାଉଛି ସୋସିଆଲ ମିଡ଼ିଆ। ଗୋଟେ ସେତେବେଳେ ସୋସିଆଲ ମିଡ଼ିଆ ଏତେ ଏଭଳି ନଥିଲା, ସେଇଥିପାଇଁ ଲୋକ ଆସ୍ତେ ଆସ୍ତେ ସୋସିଆଲ ମିଡ଼ିଆରୁ ଦୂରେଇ ବି ଗଲେଣି। ତେଣୁ ମୋର ସମସ୍ତଙ୍କୁ ମିଡ଼ିଆ ଭାଇମାନଙ୍କୁ ମଧ୍ୟ ଅନୁରୋଧ ରହିବ, ସତ୍ୟ ଉପରେ ଆଧାରିତ କରନ୍ତୁ। ଯେଉଁ ଆପଣ ବିଜେପି କଥା କହିଲେ ସେମାନଙ୍କର ଅଭଦ୍ରୋଚିତ ବ୍ୟବହାର ପରେ, ମିଡ଼ିଆ ମଧ୍ୟ ତାଙ୍କ ଶବ୍ଦରେ ମଧ୍ୟ ଶାଳୀନତା ରକ୍ଷା କରିବା ଉଚିତ। ମୁଁ ଦେଖୁଛି ବେଳେବେଳେ ମିଡ଼ିଆ ମଧ୍ୟ ତାଙ୍କର ସ୍ତରରୁ ଟିକେ ଉପରକୁ ଯାଇକରି ବିଭିନ୍ନ ଅଶାଳୀନ ଶବ୍ଦପଦ ବ୍ୟବହାର କରୁଛନ୍ତି। ସେଥିରେ ମଧ୍ୟ ମିଡ଼ିଆ ମଧ୍ୟ ନିଜକୁ ଟିକେ ତାଙ୍କ ବ୍ୟବହାର ଆଚରଣ ଉଚ୍ଚାରଣରେ ସଂଶୋଧନ ଦରକାର, ନହେଲେ ଜନସାଧାରଣ ସମାଜ କ୍ଷମା ଦେବନି। ଆଉ ଗୋଟେ ଲାଷ୍ଟ ଆଡକୁ ଆସିବେ ଯେ ବର୍ତ୍ତମାନ ଯୋଉ ମହାନଦୀ ଟ୍ରିବ୍ୟୁନାଲ କଥା ଆସୁଥିଲା, ଟ୍ରିବ୍ୟୁନାଲ ବର୍ତ୍ତମାନ ପୁଣି ବର୍ଷେ ବଦଳିଗଲା। ପୁରୀ ମନ୍ଦିରର ଡେଭଲପମେଣ୍ଟ କଥା ଆସୁଛି, ସିଏ ମଧ୍ୟ ସେମିତି ବହୁତ ପ୍ରକାର ବିକିରା ଜିନିଷ ଆସୁଛି। ମେଟ୍ରୋ ପ୍ରୋଜେକ୍ଟ ଡକା ହଉଥିଲା, ମେଟ୍ରୋ ପ୍ରୋଜେକ୍ଟ ବି ତାକୁ ନେଇକି ଲାଷ୍ଟ କଥା ଉଠେଇଥିଲେ, କିନ୍ତୁ ସେ କଥାକୁ କୋଉଠି ନା କୋଉଠି ଆଗକୁ ବଢିପାରୁନି। ଦେଖନ୍ତୁ, ଆପଣ ତ ସବୁ ଜିନିଷର ନିଜେ ପ୍ରଶ୍ନ ପଚାରିଲେ, ନିଜେ ଉତ୍ତର ବି ଦେଇଦେଲେ। ମହାନଦୀ ପ୍ରସଙ୍ଗ ଯଦି ଆପଣ କହିବେ, ଟ୍ରିପଲ ଇଞ୍ଜିନ ସରକାର ଅଛି ତାଙ୍କର, ଓଡ଼ିଶାରେ ଅଛି, ଛତିଶଗଡ଼ରେ ଅଛି, କେନ୍ଦ୍ରରେ ଅଛି। ଯଦି ଟ୍ରିପଲ ଇଞ୍ଜିନ ସରକାର ଥାଇକି ମହାନଦୀ ଜଳ ବିବାଦର ସମସ୍ୟାର ସମାଧାନ ହେଇପାରୁନି, ତାହେଲେ କାହାକୁ ଆପଣ ଦୋଷ ଦେବେ? ଏହି ପ୍ରସଙ୍ଗ ମୁଁ ଏବେ ଉଠେଇଥିଲି, ଏଇ ଗତ 15 ଦିନ ତଳେ ସଂସଦରେ ଉଠେଇଥିଲି ଏବଂ ଅତ୍ୟନ୍ତ ଜୋରଦାର ଉଠେଇଥିଲି କି କ'ଣ ଚାଲିଛି ଏଠି। ଶହ ଶହ ହଜାର ହଜାର ଲକ୍ଷ ଲକ୍ଷ ହେକ୍ଟର ଜମି ପଡ଼ିଆ ପଡ଼ିଲାଣି ସେଠି। ବର୍ତ୍ତମାନ ସେଠି ବ୍ୟାରେଜ କରୁଛନ୍ତି। ଏଇଟା ଗୋଟେ ମିନିଟ୍ ଗୋଟେ ଦିନର ଖେଳ। ତେଣୁ ୟାକୁ ଖାଲି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ କରାହେଉଛି। କାହିଁକି ଟାଇମ୍ ନିଆଯିବ? ସମୟ କେତେ ସମୟ ଲାଗିବ? ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ କି ପ୍ରଧାନମନ୍ତ୍ରୀ ଦିନେ ଡାକିବେ, ଗୋଟେ ଦିନ ନିର୍ଦ୍ଦେଶ ଦେବେ, ଗୋଟେ ଦିନରେ କାମ ସରିବ। ତେଣୁ ଏ ରାଜନୀତି ଛାଡ଼ାଯାଉ। ଏଥିରେ କୌଣସି ରାଜନୀତିର ଲୋକଙ୍କ ସମସ୍ୟାକୁ ନେଇକି ରାଜନୀତି କରିବା ପାଇଁ ଉଚିତ ନୁହେଁ। ମେଟ୍ରୋ କଥା ଆପଣ ଦେଖନ୍ତୁ, ମେଟ୍ରୋଟା କାହିଁକି ବନ୍ଦ କରାଗଲା? ମେଟ୍ରୋର ଏତେ ଏହି ସମ୍ପର୍କରେ ପୂର୍ବରୁ ଆଭାସ ପାଇଥିଲେ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ସେଥିପାଇଁ ମେଟ୍ରୋ ପ୍ରକଳ୍ପ କେନ୍ଦ୍ରର ସମ୍ପୂର୍ଣ୍ଣ ବିନା ସହଯୋଗରେ ନିଜ ପାଣ୍ଠିରୁ, ନିଜ ରାଜ୍ୟ ପାଣ୍ଠିରୁ ଏହାର ବ୍ୟବସ୍ଥା କରିଥିଲେ ଏବଂ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ନୂଆ ସରକାର ଆସିଲେ ମେଟ୍ରୋ ପ୍ରକଳ୍ପଟାକୁ ବନ୍ଦ କରିଦେଲେ। ଆପଣ ଦେଖିବେ ତାଙ୍କ ଭିତରେ ବର୍ତ୍ତମାନ ତାଙ୍କ ପାର୍ଟି ଭିତରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ତାଙ୍କ ପାର୍ଟି ଲୋକ ନିଜେ କହିଲେଣି ଯେ ପ୍ରକଳ୍ପ ପାଇଁ ଲାଭ କ୍ଷତିର, ଯୋଉଠି ଲୋକଙ୍କ ସ୍ୱାର୍ଥ ପାଇଁ ଲାଭ କ୍ଷତିର ହିସାବ କରାଯାଏନି। ତେଣୁ ଏବେ ବି ସମୟ ଅଛି। ତେଣୁ ଏବେ ବି ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୋର ଅନୁରୋଧ, ସେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକାରୀ କରନ୍ତୁ। ଯେ ବାହାରେ ଚର୍ଚ୍ଚା ହେଉଛି, ଆମେ ବି ଅନୁଭବ କରୁଛୁ, ନବୀନ ପଟ୍ଟନାୟକ କାଳେ ନାଁ ନେଇଯିବେ, ଯେହେତୁ ନବୀନ ପଟ୍ଟନାୟକଙ୍କର ସେଇଟା ସ୍ୱପ୍ନର ଗୋଟେ ପ୍ରକଳ୍ପ ଥିଲା, ତାର କାଳେ ନାଁ ନେଇଯିବେ। ସେଥିପାଇଁ ଏଇ ନାଁ ଫା ନାହିଁ, ଲୋକଙ୍କ ସ୍ୱାର୍ଥ ଯୋଉଠି ଅଛି ସେଥିପାଇଁ ସମସ୍ତେ ଯତ୍ନବାନ ହୁଅନ୍ତୁ। ବିଜେପି ସରକାର ମେଟ୍ରୋ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରୁ, କାରଣ ଆପଣ ଦେଖିବେ ବର୍ତ୍ତମାନ ଏତେ ଟ୍ରାଫିକ ସମସ୍ୟା ହେଇଛି ଭୁବନେଶ୍ୱରରେ, ସମଗ୍ର ରାଜ୍ୟରୁ ଏଠି ଲୋକ ଆସୁଛନ୍ତି। ଆପଣ ଦେଖିବେ ଦିଲ୍ଲୀ ହଉ, ବମ୍ବେ ହଉ, ମହାରାଷ୍ଟ୍ର, ଆପଣଙ୍କର ପୁନେ ହଉ, ଆପଣଙ୍କର ବାଙ୍ଗାଲୋର ହଉ, ଯୋଉଠି ଯାଆନ୍ତୁ, ହାଇଦ୍ରାବାଦ ହଉ, ମେଟ୍ରୋ ପ୍ରକଳ୍ପ ଦ୍ୱାରା କେତେ ସହଜ ହେଇଛି ଗମନାଗମନ। ତେଣୁ ମେଟ୍ରୋ ପ୍ରକଳ୍ପ ନିହାତି ଭାବରେ ଜରୁରୀ, ଆଉ ତାକୁ ଓଡ଼ିଶାରେ ତୁରନ୍ତ କାର୍ଯ୍ୟକ୍ରମ କରିବା ପାଇଁ ଆମେ ଡିମାଣ୍ଡ କରୁଛୁ। ୟାକୁ ମଧ୍ୟ ସଂସଦରେ ମଧ୍ୟ ଦୃଢ଼ ଭାବରେ ଅତ୍ୟନ୍ତ ଶାଣିତ ଢଙ୍ଗରେ ମଧ୍ୟ ଆମେ ଉପସ୍ଥାପନ କରିବୁ। କେନ୍ଦ୍ରୀୟର ଅନୁଦାନ ଆସିପାରୁନି ନା ନାଇଁ, ଓଡ଼ିଶାର ମନୋବଳ, ଓଡ଼ିଶାରେ ଯୋଉ ବର୍ତ୍ତମାନ ସରକାରଙ୍କର ମନୋବଳ? ଶୁଣନ୍ତୁ, ମନୋବଳ ଥିଲେ ଅନୁଦାନ, ଆମେ ଯେତେବେଳେ ଆମ ସରକାର ଯେତେବେଳେ ନବୀନ ବାବୁ ଯେତେବେଳେ ଏଇ ପ୍ରକଳ୍ପ ପାଇଁ କରିଥିଲେ, କେନ୍ଦ୍ର ଅନୁଦାନ ଉପରେ ଡିପେଣ୍ଡ କରିନଥିଲେ, ନିଜ
ଅନୁଦାନରୁ ନିଜ ରାଜ୍ୟ ଅର୍ଥରୁ ସେଟା ନିଜେ ଇମିଡିଏଟଲି ଘୋଷଣା କଲେ ଏବଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଦେଇଥିଲେ। ତେଣୁ ଯଦି ଇଚ୍ଛା ଶକ୍ତି ଅଛି ତାହେଲେ ସବୁ ସମ୍ଭବ। ତେଣୁ ଏବେ ବି ସମୟ ଅଛି, ଇଚ୍ଛା ଶକ୍ତି ପ୍ରୟୋଗ କରନ୍ତୁ ଏବଂ ଦାବି ଉପସ୍ଥାପନ କରନ୍ତୁ, ନିଜେ ପ୍ରକଳ୍ପ ଆରମ୍ଭ କରନ୍ତୁ, ଆପେ ଆପେ ସବୁ ସୁଯୋଗ ଆସିକି ପହଞ୍ଚିବ। ଧନ୍ୟବାଦ। ଥ୍ୟାଙ୍କ ୟୁ।